ଓଡ଼ିଶା ସରକାରଙ୍କ ସମାଜର ଶେଷ ଧାଡ଼ିରେ ଥିବା ଲୋକଙ୍କ ନିମନ୍ତେ ଏକ କ୍ରାନ୍ତିକାରୀ ଯୋଜନା ଅନ୍ତର୍ଦୟ ଗୃହ ଯୋଜନା ଆଜିଠାରୁ ଶୁଭାରମ୍ଭ। ଏହାକୁ କଳାହାଣ୍ଡିରୁ ଶୁଭାରମ୍ଭ କରିଛନ୍ତି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ 59,053 ଜଣ ହିତାଧିକାରୀଙ୍କୁ ଚିହ୍ନଟ କରି ଗୃହ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର। ଭିନ୍ନକ୍ଷମ, ବିଧବା, ଦୁରାରୋଗରେ ପୀଡ଼ିତ ଥିବା ବ୍ୟକ୍ତି ଏବଂ ଶହୀଦ ପରିବାରର ବ୍ୟକ୍ତି, ପଦ୍ମଶ୍ରୀ ପରିବାରର ବ୍ୟକ୍ତି, ବନ୍ୟା, ବାତ୍ୟା ଓ ଅଗ୍ନିକାଣ୍ଡ ଘଟି ଘର ପୋଡ଼ିଯାଇଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଅନ୍ତର୍ଦୟ ଗୃହ ଯୋଜନାରେ ସାମିଲ କରି ଆଜି ସାରା ରାଜ୍ୟରେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ଏହି ଅବସରରେ ବରଗଡ଼ ଜିଲ୍ଲା ଗାଇସଲେଟି ପଞ୍ଚାୟତ ସମିତିଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ ଯୋଗ ଦେଇଥିବା ବେଳେ ସାଂସଦ ପ୍ରତିନିଧି ସଞ୍ଜୟ ପୁରୋହିତ, ଜିଲ୍ଲା ପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ ଏବଂ ସମସ୍ତ ସରପଞ୍ଚ, ସମିତି ସଭ୍ୟା ଯୋଗ ଦେଇଥିଲେ। ପ୍ରଥମେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ଓ ପରେ ଭର୍ଚୁଆଲ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ସରିବା ପରେ 19 ଗୋଟି ପଞ୍ଚାୟତରେ 102 ଖଣ୍ଡ ଗ୍ରାମର ଚିହ୍ନଟ କରାଯାଇଥିବା 328 ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା। ତେବେ ଦୀର୍ଘ ବର୍ଷ ଧରି ଘର ନ ପାଇ ତାରପିଲିନ୍ ଢାଙ୍କି କିମ୍ବା ଝାଟିମାଟି ଘରେ ରହୁଥିବା ଅସହାୟ ଲୋକମାନେ କାର୍ଯ୍ୟାଦେଶ ପାଇଲା ପରେ ବେଶ୍ ଖୁସି ଅନୁଭବ କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ତେବେ କାର୍ଯ୍ୟାଦେଶ ପାଇଥିବା ସମସ୍ତ ହିତାଧିକାରୀଙ୍କୁ ଶୀଘ୍ର ଘର ନିର୍ମାଣ କରିବା ପାଇଁ ବିଡିଓ ଶ୍ରୀଯୁକ୍ତ ମାଝୀ ଅନୁରୋଧ କରିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭୀଷ୍ମ ମାଝୀ, କମ୍ପ୍ୟୁଟର ପ୍ରୋଗ୍ରାମର ବିକାଶ ପଣ୍ଡା, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପାଣ୍ଡବ ନନ୍ଦ, ବିପିସି ଗ୍ରାମୀଣ ଗୃହ ବିଭାଗ ଅଭୟ ପ୍ରଧାନଙ୍କ ସହଯୋଗ କ୍ରମେ କାର୍ଯ୍ୟକ୍ରମଟି ଶାନ୍ତି ଶୃଙ୍ଖଳା ସହିତ ସୁଚାରୁ ରୂପେ ସମାପନ ହୋଇଥିଲା। ବରଗଡ଼ରୁ ବିନାୟକ ପ୍ରସାଦ ଗୁରୁଙ୍କ ରିପୋର୍ଟ, ଏୱାନ୍ ଓଡ଼ିଶା।